କାମ କେବେ ସରେନି। ବେଶୀ କରି ଗୃହିଣୀମାନଙ୍କ କଥା କହିବି। ସକାଳଠୁ ଆରମ୍ଭ କରି ରାତି ଶୋଇଲା ପର୍ଯ୍ୟନ୍ତ ଜୀବନର ମାନ ହିଁ କର୍ମ ବୋଲି ସେମାନେ ଭାବି ନିଅନ୍ତି। ଗୃହିଣୀମାନଙ୍କର କେବେ ଛୁଟି ନଥାଏ। ସକାଳୁ ଉଠିଲେ ଘରଦ୍ୱାର ଓଳାଓଳିଠୁ ଆରମ୍ଭ କରି ଲୁଗାପଟା ସଫାସଫି, ପିଲାଙ୍କ ଦେଖାଶୁଣା, ଏମିତିକି ଘରର ପ୍ରତିଟି ଜିନିଷର ଯତ୍ନ ନେବା, ବାପା ମାଆଙ୍କ ଦେଖାଶୁଣା, ରୋଷେଇ ବାସ ସବୁ କାମରେ ଗୃହିଣୀମାନେ ନିଜକୁ ନିୟୋଜିତ ହୋଇଥାନ୍ତି। ଶୀତ ହେଉ କି ଖରା ହେଉ କି ବର୍ଷା ହେଉ କିଛି ବି ଖାତିର ନ କରି ସମସ୍ତଙ୍କର ଦେଖାଶୁଣା କରିଥାନ୍ତି। ପର୍ବପର୍ବାଣୀ ଓଷାବାର ହେଲେ ଘରଦ୍ୱାର ସଫାସଫି, ପିଠାପଣା ତିଆରିରେ ବ୍ୟସ୍ତ ଥାନ୍ତି। ଅନ୍ୟମାନଙ୍କର ରବିବାର ହେଲେ ଛୁଟି, ପର୍ବପର୍ବାଣୀ ହେଲେ ଛୁଟି, କିନ୍ତୁ ଏମାନଙ୍କର ଛୁଟି ନଥାଏ। କିଏ ଶୀତ ଲାଗିଲେ କି ବର୍ଷା ହେଲେ ଶୋଇ ରୁହନ୍ତି, କିନ୍ତୁ ଏମାନଙ୍କର ଛୁଟି ନଥାଏ। କିଏ ଦେହ ଖରାପ ହେଲେ ଶୋଇ ରୁହନ୍ତି, କିନ୍ତୁ ଏମାନେ ଶୋଇ ରୁହନ୍ତିନି। ଏମାନେ ସବୁବେଳେ ଚିନ୍ତା କରିଥାନ୍ତି କେମିତି ସବୁ କାମ ହେବ, ଭଲରେ ରୋଷେଇ ହେବ, ସମସ୍ତେ ଭଲରେ ଖାଇବେ। ବାସ୍ ଏମିତି ହିଁ ଦିନଗୁଡ଼ିକ ତାଙ୍କର ବିତି ଯାଇଥାଏ। ପ୍ରତିଟି କ୍ଷେତ୍ରରେ ଗୃହିଣୀମାନଙ୍କର ଅବଦାନ ରହିଛି। ଏମିତିକି ଘରର ବନ୍ଧୁବାନ୍ଧବ ଆସିଲେ ବି ସେମାନଙ୍କୁ ଚର୍ଚ୍ଚା କରିବାରେ ବି ଅବହେଳା କରିନଥାନ୍ତି। କିନ୍ତୁ କିଛି ଶାଶୁ ଶ୍ୱଶୁର ଅଛନ୍ତି, କହିବେ କି କ'ଣ କରୁଛି କି, ଖାଲି ରୋଷେଇ ଗଣ୍ଡେ କରୁଛି ଆଉ। ସେମାନେ ଭାବିବା ଦରକାର ଯେ ଯଦି ରୋଷେଇ ଗଣ୍ଡାକ ଯଦି ନ ହେବ ସେମାନେ ଭଲରେ ବି ଦୁଇଟା ଖାଇପାରିବେନି। କ'ଣ କହିବେ, ଆଜିକାଲି ଶାଶୁ ଶ୍ୱଶୁରଙ୍କୁ ଯଦି ଚେଞ୍ଜ ହେଇଯାଆନ୍ତେ, ନିଜ ବୋହୂକୁ ନିଜ ଝିଅ ଭଳିଆ ଦେଖନ୍ତେ ତ କେତେ ଭଲ ହୁଅନ୍ତା।